ଆଜ୍ଞା ନମସ୍କାର। ଆପଣଙ୍କ ପୁଅର ସ୍ୱର, ଆପଣଙ୍କ ପୁଅର ନମ୍ବର, କିନ୍ତୁ ଆରପଟେ ଆପଣଙ୍କ ପୁଅ ନୁହେଁ, ଜଣେ ରାକ୍ଷସ ବସିଛି। ସାବଧାନ, ଏହା ହେଉଛି ଏଆଇ ଭଏସ୍ କାମ। ମହାରାଷ୍ଟ୍ର ଏବଂ କର୍ଣ୍ଣାଟକରେ ଏବେ ହଇଚଇ। କୌଣସି ଓଟିପି ନୁହେଁ କି କୌଣସି ଲିଙ୍କ ମଧ୍ୟ ନୁହେଁ। ଆପଣଙ୍କ ପ୍ରିୟଜନର ସ୍ୱରକୁ ୟୁଜ୍ କରି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ଖାଲି କରାଯାଉଛି। ତାହେଲେ ଏହା କେମିତି ସମ୍ଭବ? ଏହାକୁ କୁହାଯାଏ ଭଏସ୍ କ୍ଲୋନିଂ। ଆପଣ ଇନଷ୍ଟାଗ୍ରାମ କି ଫେସବୁକରେ ଅପଲୋଡ କରୁଥିବା ଭିଡିଓର କିଛି ସେକେଣ୍ଡ ଅଡିଓକୁ ୟୁଜ୍ କରି ଏଆଇ ସବୁ କିଛି ଶିଖିପାରୁଛି। ଟେକ୍ନିକାଲି କହିବାକୁ ଗଲେ ଏଆଇ ଆପଣଙ୍କ ସ୍ୱରର ପିଚ୍ ଏବଂ ଟୋନ୍କୁ କପି କରୁଛି ଏବଂ ଏକ ଡିଜିଟାଲ କ୍ଲୋନ୍ ତିଆରି କରୁଛି। ଏହି ଟେକ୍ନୋଲୋଜି ପ୍ରଥମେ ହଲିଉଡ୍ ଫିଲ୍ମ ପାଇଁ ତିଆରି ହୋଇଥିଲା, କିନ୍ତୁ ଏବେ ସାଇବର ଫ୍ରଡ୍ ମାନେ ଏହାକୁ ଅସ୍ତ୍ର ଭାବରେ ବ୍ୟବହାର କରୁଛନ୍ତି। ଖାସ କରି ୟୁପିଆଇ ମାଧ୍ୟମରେ ତୁରନ୍ତ ଟଙ୍କା ହଡପ କରିବା ପାଇଁ ଏହା ଏକ ସମ୍ପୂର୍ଣ୍ଣ ସହଜ ବାଟ। ଲୋକେ ଭାବନ୍ତି ନମ୍ବର ଦେଖିଲେ ତ ସବୁ କିଛି ଜଣା ପଡିଯିବ, କିନ୍ତୁ ନା, ସେମାନେ ଆପଣଙ୍କ ନମ୍ବର ମଧ୍ୟ ମାସ୍କ କରିପାରନ୍ତି। ଏଇଟା ସମ୍ପୂର୍ଣ୍ଣ ମିଥ୍ ଯେ ସାଇବର କ୍ରାଇମ୍ କେବଳ ଅପାଠୁଆ ମାନଙ୍କ ସହିତ ହୁଏ, କାହିଁକି ନା এই ସାଇବର କ୍ରାଇମ୍ ବହୁତ ବଡ଼ ବଡ଼ ଇଞ୍ଜିନିୟର ଏବଂ ଡକ୍ଟର ମାନଙ୍କ ସହିତ ହେଉଛି। ସାଇବର ଫ୍ରଡ୍ ମାନେ ଆପଣଙ୍କର ଇମୋସନ ଏବଂ ଫିଲିଙ୍ଗ ସହିତ ଖେଳୁଛନ୍ତି। ତାହେଲେ ଏହାର ସମାଧାନ କ'ଣ? ବେସିକାଲି ଯଦି ଆପଣଙ୍କର ପରିବାରର କୌଣସି ଲୋକ ଆପଣଙ୍କୁ ଫୋନ କରି ଟଙ୍କା ମାଗୁଛନ୍ତି, ତାହେଲେ ଆପଣ ସେଇ କଲ୍ କାଟି ନିଜେ ଆଉ ଥରେ ସେ ଲୋକକୁ କଲ୍ କରନ୍ତୁ, ନହେଲେ ଆପଣ ନିଜ ଫ୍ୟାମିଲି ପାଇଁ ସିକ୍ରେଟ କୋଡ୍ ୟୁଜ୍ କରନ୍ତୁ, ଯୋଉଟା କେବଳ ଆପଣଙ୍କ ଫ୍ୟାମିଲି ମେମ୍ବର ହିଁ ଜାଣିଥିବେ। ମନେ ରଖନ୍ତୁ, ଭବିଷ୍ୟତରେ ଆପଣଙ୍କର କେବଳ ସ୍ୱର ନୁହେଁ, ଭିଡିଓ କଲ୍ ମାଧ୍ୟମରେ ଆପଣଙ୍କ ଚେହେରା ବି ବଦଳି ଯାଇପାରେ। 2025 ସୁଦ୍ଧା ଭାରତରେ 20,000 କୋଟିରୁ ଅଧିକ ସାଇବର ଫ୍ରଡ୍ ହୋଇଛି। ଆଗକୁ ଆପଣଙ୍କର ଚେହେରା ମଧ୍ୟ କପି ହେବ। ଟେକ୍ନୋଲୋଜି ଖରାପ ନୁହେଁ, ତାକୁ ବ୍ୟବହାର କରୁଥିବା ମଣିଷ ହିଁ ଖରାପ। ଏଇଟା ମଧ୍ୟ ମନେ ରଖନ୍ତୁ, କଳି ଯୁଗରେ ଶ୍ରବଣ କୁମାର ନିଜେ ଫୋନ କରି ପଇସା ମାଗିଲା, ସେ ସାଇବର ଫ୍ରଡ୍ ହିଁ ହୋଇଥିଲା।